ମହାପ୍ରଭୁ କାଳିଆ ସାଆନ୍ତେ ମଥାରେ ରାଘବ ଦାସ ମଠର ଫୁଲର ଟାହିଆଟାକୁ ବାନ୍ଧି ଭକ୍ତମେଳରେ ଝୁଲି ଝୁଲି ପହଣ୍ଡି ବିଜେ କଲେଣି। ସେ ଦିଅ ହିଁ ସେମିତି କାମ। ବରଷକୁ ଥରେ ଛେଚା କଚା ଖାଇ ରଥ ଉପରକୁ ନ ଆସିଲେ ପାଗ ବିଗିଡ଼ିଯାଏ। ତା ଛଡ଼ା ପତିତମାନଙ୍କୁ ଦର୍ଶନ ଦେବା ପାଇଁ ଇଏ ଯେ ତାଙ୍କର ଏକ ଲୀଳା, ସେ କଥା ଭାବିଲା ବେଳକୁ ନା ମଣିଷ ଦୋ ପାଞ୍ଚରେ ପଡ଼େ। ଏପଟେ ସନିଆ ଭାଇର ଦୋକାନଟା ବି ଭାରି ଭିଡ଼ ହୋଇଥାଏ। ଛକମୁଣ୍ଡିଆ ଦୋକାନଟା, କାମଧନ୍ଦା ବାହାରିଲେ ନାକ ଅଗିରେ ପଡ଼େ। ପାନଟା, ବିଡ଼ିଟା, ବିସ୍କୁଟଟା, ଚକୋଲେଟଟା ସବୁ ଖଞ୍ଜି ଦେଇଥାଏ। ସବୁଦିନ କହିବାକୁ ଗଲେ 100 କି 200 କି ହାତକୁ ବଳେ। ପରିବାରରେ କେବେ ନାହିଁ ନଥିଲା କଥା ଉଠେନି। ଶିବ ଭାଇର 2 ପୁଡ଼ିଆ ପାନ ଭଙ୍ଗାକୁ ଦେଖି ସନିଆ ଭାଇ ପଚାରି ବସିଲା, ଭାଇ ଆଜି କୁଆଡ଼େ କି ଏତେ ପାନ? ନାଇଁ ରେ ସନିଆ, ପୁରୀ ଯାଉଛି। ଆଜି ପରା ରଥଯାତ୍ରା। ବାପା ବର୍ଷକୁ ଥରେ ସାଙ୍ଗରେ ନିଅନ୍ତି। ଗୋଡ଼ ଭାଙ୍ଗିଲାଠୁ ଆଉ ସେ ପାରୁନାହାନ୍ତି। ମୁଁ ହିଁ ଯାଏ, ରଥ ଦୌଡ଼ି ଟିକେ ଛୁଏଁ ଆଉ ଭୋଗ କରି ଆସେ। ଦେ ପାନ ଟିକେ ଜଲ୍ଦି ଭାଙ୍ଗିଦେ, ଟ୍ରେନରେ ଯିବି ଯେ ଡେରି ହେଉଛି। ଭାଇ ଆଜି କ'ଣ ରହିବ କି ସେଠି? ଆରେ ତୋର ଯେଉଁ କଥା ନା, ସବୁ କଥା ନ ପଚାରିଲେ ନାହିଁ। ଆସୁନୁ ସାଙ୍ଗ ହେଇକି ଯିବା, ରଥ ଟାଣିବା, ମହାପ୍ରଭୁଙ୍କୁ ଦର୍ଶନ କରିବା। ରାତି 10ଟାକୁ ଶେଷ ଟ୍ରେନ୍, ପଳେଇ ଆସିବା ମ। ହଁ ଯେ ଭାଇ, ହେଲେ ମୋର ତ ଦୋକାନଟା ଦେଖୁଛ ତ କେତେ ଭିଡ଼, ତର ଟିକେ ମିଳୁନି। ତା ଛଡ଼ା ଠାକୁରଙ୍କୁ ରଥ ଉପରେ ଦେଖିବା ପାଇଁ ନା ଭାରି ଇଚ୍ଛା ମୋର। ରଖ ମୋ ଦୋକାନକୁ, ଆସିଲେ ଖୋଲିବୁ। ଗୋଟେ ଓଳି ନ ଖୋଲିଲେ ଯେମିତି ଭିକ ମାଗିବୁ। ଜାଣିଛୁ ତ ମହାପ୍ରଭୁ ଆଜି ମନ୍ଦିରରୁ ବାହାର, ତାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ଯେ। ତା ଛଡ଼ା ଭକ୍ତ ଆଉ ଭଗବାନଙ୍କର ମିଳନର ଦିନ ଆଜି। ଦୁନିଆରେ ସବୁଠାରୁ ବିରଳ, ଆଶ୍ଚର୍ଯ୍ୟ ଆଉ ଆନନ୍ଦର ସମୟ ଇଏ। ବଞ୍ଚିଥିଲେ ବରଷେ, ମରିଗଲେ ପୁରୁଷେ। ଜାଣିନି ଆଉ ଦେଖିପାରିବି କି ନାହିଁ। ମହାପ୍ରଭୁ ମା କୋଳରେ ମଣିଷ ଜନ୍ମଟିଏ ଦେଇଛି, ତାକୁ ଟିକେ ଆଖି ପୁରେଇ ଦେଖିନିଏ। ତୁ ଆସିବୁ ଯଦି ଆ। ଏତକ କହିଲା ବେଳକୁ ଦୋକାନଟା ତାଲା ମାରିକି ଆଗରେ ସନିଆ ଭାଇ ହାତକୁ ଭିଡ଼ିଲାଣି। ଶିବ ଭାଇ ସବୁ ବୁଝିଗଲା କି ସନିଆଟା ମହାପ୍ରଭୁଙ୍କୁ ଭାରି ଭଲ ପାଏ। ହେଲେ ଏଇ ଟଙ୍କା ପଇସାର ହିସାବରେ ଯାହା ଖାଲି ଛନ୍ଦି ହେଇଯାଏ ଟିକେ। ଏଥର 2 ଭାଇ ଆସିକି 10:30ରେ ପହଞ୍ଚିଲେ ଷ୍ଟେସନରେ। ଯୋଗକୁ ପୁରୀ ସ୍ପେଶାଲ ମେମୋ ଚାଲୁଥାଏ ଏଇ ରଥଯାତ୍ରା ପାଇଁ। ଭାରି ଭିଡ଼, କଷ୍ଟେମଷ୍ଟେ ଛିଡ଼ା ହେଇକି ଆସିବାକୁ ପଡ଼ିଲା। ସତ କହିବାକୁ ଗଲେ ଟ୍ରେନ୍ ଯେ ଏତେ ଭିଡ଼ ସନିଆ କେବେ ଦେଖିନଥିଲା। ସବୁ ସେଇ ଯେ କାଳିଆ ପାଇଁ ଖାଲି ଦେଖିବାର ବାକି ଥିଲା। ପୁରୀ ଷ୍ଟେସନରେ ପହଞ୍ଚିଲା ବେଳକୁ ଗୋଟାଏ। ସେଠି କେଉଁ ଭିଡ଼ କମ୍ କି? ଶିବ ଭାଇ କହୁଥାଏ, ବୁଝିଲୁ ଇଏ କିଛି ନୁହେଁ ମ, ବଡ଼ଦାଣ୍ଡକୁ ଚାଲ। ହଁ, ପୂର୍ବରୁ ଶୁଣିଥିଲା ସନିଆ କି ରଥଯାତ୍ରାରେ ଏତେ ଲକ୍ଷ ଲୋକ, ସେତେ ଲକ୍ଷ ଲୋକ। ଯେତେବେଳେ ଆଖିରେ ଦେଖିଲା ବିଶ୍ୱାସ କରିପାରିଲାନି। କେହି କେହି ଭକ୍ତ ବଡ଼ଦାଣ୍ଡର ଧୂଳିକୁ ଦେହରେ ବୋଳି ହେଉଥାନ୍ତି, ତ ଆଉ କେହି ହାତ ଯୋଡ଼ି ଗୁହାରି କରୁଥାନ୍ତି ଆଖିରେ ଆଖି ଲୁହକୁ ନେଇକି। ଭକ୍ତର ପାଦ ନଥାଇ ମଧ୍ୟ ଗଡ଼ି ଯାଉଥାଏ ବଡ଼ଦାଣ୍ଡ ବାଲିରେ। ଆହା, ସତରେ କେଡ଼େ ବିଚିତ୍ର ସେ ଦୃଶ୍ୟ। ସେଥିରେ ପୁଣି ଏତେ ଭିଡ଼ ଯେ ସୋରିଷ ବୁଣିଲେ ବି ତଳେ ପଡ଼ିବନି। ହଠାତ୍ କାନରେ ବାଜି ଉଠିଲା ବଡ଼ ବାଡ଼ ସାମନ୍ତ ମହାପ୍ରଭୁ ବଳଭଦ୍ରଙ୍କର ରଥଟଣା ଆରମ୍ଭ ହେବ। ଶିବ ଭାଇ କହିଲା, ଆ ରଥ ଦୌଡ଼ି ଟିକେ ଛୁଇଁବା। ହେଲେ ଏତେ ଭିଡ଼ ଭିତରେ ପାଖରେ ପହଞ୍ଚିବା ମୁସ୍କିଲ। କହିବାକୁ ଗଲେ ଏମାନେ ବହୁତ ଡେରିରେ ଯାଇ ପହଞ୍ଚିଥିଲେ। ନା ଠାକୁରଙ୍କୁ ଭଲରେ ଦେଖିପାରିଲେ, ନା ଦୌଡ଼ି ଛୁଇଁ ପାରିଲେ। ଭକ୍ତଙ୍କ ଭିଡ଼ ଭିତରେ ଶିବ ଭାଇ ଯେ କୁଆଡ଼େ ହାତ ଛାଡ଼ିଦେଲା ଆଉ ଜାଣିପାରିଲାନି ସନିଆ। ଚାରିଆଡ଼େ ଭକ୍ତମୟ। ତା ଛଡ଼ା ଇଏ ପୁଣି ନୂଆ କି ଆସିଛି, ଯାହାକୁ ଦେଖିବା ପାଇଁ ଯାଇଛି ତାକୁ ଟିକେ ଆଖି ପୁରେଇ ଦେଖିପାରିଲାନି। ପୁଣି ଯାହା ସହିତ ଆସିଛି ସିଏ ବି ହଠାତ୍ ଗାଏବ। କରିବ କ'ଣ ଯେ? ଭାରି ଭୟ ଲାଗିଲା ସେ ଜନସମୁଦ୍ର ଭିତରକୁ ପଶିବା ପାଇଁ। ବାଧ୍ୟ ହୋଇ ଠେଲାପେଲା କରି ବାହାରକୁ ବାହାରି ଆସିଲା। ଟିକେ ଦୂରକୁ ଆସି ହାତ ଯୋଡ଼ି ଦେଇ କହିଲା, ଠାକୁର ତୁମକୁ ଟିକେ ରଥ ଉପରେ ଦେଖିବି ବୋଲି ଦୋକାନ ଛାଡ଼ିଲି, ପରିବାର ଛାଡ଼ିଲି, ବନ୍ଧୁବାନ୍ଧବ ଛାଡ଼ିଲି। ସତରେ କ'ଣ ତୁମ ଦର୍ଶନ ପାଇବିନି? ଦେଖୁଛ ତ ଭାଇଟା ଯେ ସାଙ୍ଗରେ ଆସିଥିଲା ସିଏ ବି କୁଆଡ଼େ ଚାଲିଗଲା। ଏକୁଟିଆ ମଣିଷଟାଏ ମୁଁ, ରାତି ବି ହେଇ ଆସିଲାଣି। କରିବି କ'ଣ ଯେ? ଏତକ କହି ଭୋ ଭୋଇ କାନ୍ଦିଲା ସେଦିନ। ପାଖରେ କେହି ଜଣେ ଭକ୍ତ କହିଲେ,
ବୁଝିଲୁ ପୁଅ, ନୂଆ କି ଆସିଛୁ, କାଳିଆ ଏତେ ନିର୍ଦ୍ଦୟ ନୁହଁ ମ, ତୋ ମନ କଥା ବୁଝିବ। ମୋ ମନ କହୁଛି ଧୈର୍ଯ୍ୟ ଧ, ଦେଖିବୁ ରଥ ଉପରେ ନିହାତି ଦର୍ଶନ ଦେବ। ଲୋକଟାର କଥା ଶୁଣି ସୋନିଆ ଆହୁରି ବିରକ୍ତ ହେଲା। କେମିତି ସମ୍ଭବ ଯେ ଏତେ ଭିଡ଼, ଭିତରକୁ ପଶିବା ପାଇଁ ଡର ଲାଗୁଛି। ତା ଛଡ଼ା ଏ ଲୋକଟା ବି ହାତ ଛାଡ଼ି ଦେଇଛି, କେମିତି ଆଉ ଦେଖିବି। ହଉ, ଏତକ କହି ସେଇ ପାଖରେ ପାଲଟିଏ କିଣି ମାଉସୀ ମା ମନ୍ଦିର ଆଗରେ ବସିଲା। ସେତେବେଳକୁ କେହି କେହି ଲୋକ ଯେ ଗାଁ ବୁରି ସାରିଲେଣି, ସେ ବି ବସି ପଡ଼ିଲା। ଆଗ ପଛ ହୋଇକି 3 ରଥ ସେଦିନ ଟଣା ହେଲେ ସତ, ଲୋକମାନଙ୍କର ଭିଡ଼ ବି ଜମିଲା। କେହି କେହି ଭକ୍ତ ଘର ମୁହାଁ ହେଲେଣି, ଆଉ କେହି ସେଇ ବଡ଼ ଦାଣ୍ଡରେ। ଏପଟେ ଭାରି ବ୍ୟସ୍ତ ହୋଇ ପଡ଼ିଲାଣି ସୋନିଆ। ସାଙ୍ଗରେ ଶିବ ଭାଇଟା ନାହିଁ, ରାତି ହେଲାଣି, କରିବ କ'ଣ ଯେ? ଫୋନ୍ କଲ୍ଟା ଆସିଲା କି ସୋନିଆ ତୁ ସେଇଠି ଥା, ମୁଁ ତୋ ପାଖରେ ଯାଇ ପହଞ୍ଚୁଛି। ସେଇ ମାଉସୀ ମା ମନ୍ଦିର ଆଗରେ ମୁଁ। ଯା ହଉ ଏବେ ଟିକେ ଭଲ ଲାଗିଲା। ଏଇ ପାଖ ଆଖରେ କେଉଁଠି ବୋଧେ ଭାଇ। ଦୂରରୁ ଦେଖିଲା ବେଳକୁ ଭାଇର ଗୋଡ଼ରେ ବୋଧେ ଜଖମ ଲାଗିଛି, ଛୋଟେଇ ଛୋଟେଇ ଆସୁଛି। ଆହା, କେଡ଼େ ଦୁଃଖର କଥା। ଧାଇଁଗଲା ପାଖକୁ। ଶିବ ଭାଇ ହସି ଦେଇ କହୁଥାଏ, ବୁଝିଲୁ, ଠାକୁରଙ୍କ ରଥ ସବୁ ଟାଣିଲି, ଏତେ ଭିଡ଼ ଥିଲା ଯେ ଝୁଣ୍ଟି ପଡ଼ିଲି, ଆଉ ଗୋଡ଼ରେ କେହି ଜଣେ ଭକ୍ତ ଚଢ଼ିଗଲା। ଭାରି କଷ୍ଟ ଲାଗୁଛି ରେ। ପାଖରେ ଭକ୍ତମାନଙ୍କର ସେବା ପାଇଁ ଡାକ୍ତରଖାନା ସବୁ ଟେମ୍ପୋରାରୀ ଭାବରେ ପଡ଼ିଥାଏ। ନେଇଗଲା ସୋନିଆ। ଡାକ୍ତରବାବୁ ବି କହିଲେ ବିଶେଷ କିଛି କ୍ଷତି ହେଇନି, ମଲମ ଦେଇଛି ଲଗେଇଦେବ, ଆଉ ମେଡ଼ିସିନ କିଛି ଦେଲେ। ବେଶୀ ଚଲାବୁଲା କରିବାକୁ ମନା ବି କଲେ। ଏଥର 2 ଭାଇ ସେଇ ପାଲରେ ବସିଲେ। ସୋନିଆ କହୁଥାଏ, ବୁଝିଲ ଭାଇ, ତମେ ନା ଠକିଦେଲ ମୋତେ, କୁଆଡ଼େ ଯେ ଚାଲିଗଲ ଆଉ ତମକୁ ପାଇଲିନି। ଶିବ ଭାଇ କହୁଥାଏ, ବୁଝିଲୁ, ସେ ଠାକୁର ହିଁ ସେମିତି କାମ, ଭାରି ଭଲ ଲାଗେ ମୋତେ ରଥ ଦୌଡ଼ି ଟିକେ ଛୁଇଁବା ପାଇଁ। ଆଉ ତୁଟା ତ ଭିଡ଼କୁ ଡରୁଛୁ, ପାଖରେ ପଶିଲୁନି, ସେଇଥିପାଇଁ କୁଆଡ଼େ ମୁଁ ଚାଲିଗଲି। ତୋତେ ବି ବହୁତ ଖୋଜିଲି, ପାଇଲିନି କେଉଁଠି। ସୋନିଆ କାନ୍ଦି କାନ୍ଦି କହୁଥାଏ, ନାଇଁ ମ, ତମେ ଆସିଲ, ରଥ ଟାଣିଲ, ଠାକୁରଙ୍କୁ ଦର୍ଶନ କଲ, ମୋ ଭାଗ୍ୟ ଖରାପ, ନା ମୁଁ ଦେଖିପାରିଲି ନା ଦୌଡ଼ି ଛୁଇଁ ପାରିଲି। ଶିବ ଭାଇ ଆହୁରି କହୁଥାଏ, ମନ ଦୁଃଖ କରନି ମ, ଆଉ କେବେ ଆସିବୁ। ହେଲେ ଅବୁଝା ମନଟା ବୁଝିଲାନି ସେଦିନ। ମନ ଭିତରେ କେତେ କାନ୍ଦି ଉଠିଲା। ସବୁ କିଛି ଛାଡ଼ିଲା ପରେ ଯଦି ତାଙ୍କୁ ଟିକେ ଦର୍ଶନ ନ କରିପାରିଲି, ଭକ୍ତ ହୋଇକି ଲାଭ କ'ଣ ଯେ? ନିଜକୁ ଭାରି ଛୋଟ ମନ କଲା ସେଦିନ। ଶିବ ଭାଇ ଖାଇ ପିଇ ଟିକେ ରେଷ୍ଟ ନେଇଥାଏ। ସେତେବେଳକୁ 11ଟା କି 12ଟା ରାତି ହେବ। ପାଖରେ ଜଣେ ମଉସା ଆସି ପହଞ୍ଚିଲେ। ସେତେବେଳକୁ ସୋନିଆ ସେ ଶ୍ରୀମନ୍ଦିର ଆଡ଼କୁ ଯାଇ କ'ଣ ଗୋଟେ ଭାବୁଥାଏ। ସେ ହଠାତ୍ କହି ପକେଇଲେ, କିରେ ଆସେ, ଠାକୁରଙ୍କୁ ଦେଖି ଆସିବା। ସୋନିଆ ଆଶ୍ଚର୍ଯ୍ୟ ହେଲା। ଲୋକଟା ଅଚିହ୍ନା ଅଜଣା ଠାକୁରଙ୍କୁ ଦେଖିବାକୁ କହୁଛି। କେଉଁ ଠାକୁର ପୁଣି? ଆରେ ଏମିତି ଦେଖୁଛୁ କ'ଣ ମ, ଆ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି ଆସିବା। ଯେତେବେଳେ ଏତକ ଶୁଣିଛି, ସୋନିଆ ବି ଆଶ୍ଚର୍ଯ୍ୟ ହେଲା। ରଥରେ ପୁଣି ଠାକୁର? ରାତି ତ 11ଟା କି 12ଟା ହେବ, କେଉଁ ଠାକୁର? ବୁଢ଼ା ଲୋକଟି ଆହୁରି କହୁଥାଏ, ସେଇ କାଳିଆ ଠାକୁର ମ, ସମସ୍ତେ ରଥରେ ଅଛନ୍ତି, କେହି କୁଆଡ଼େ ଯାଇନାହାନ୍ତି, କାଲି ପୁଣି ରଥ ଟଣା ହେବ। ଏତକ ଶୁଣିଲା ବେଳକୁ ସୋନିଆକୁ ଯେମିତି ଲାଗୁଥାଏ ଲୋକଟି ଠକି ଦେବାକୁ ବସିନି ତ। ଆରେ ଆସ ମ, କେତେ ଭାବୁଛୁ। ସୋନିଆ କଥା ଶୁଣିକି ଉଠିଗଲା ସତ, ପୁଣି ମନେ ମନେ ଭାବୁଥାଏ, ଯଦି ଲୋକଟା କହୁଛି ତାହେଲେ ଯିବି, ଦେଖିବି। ରଥରେ ଠାକୁରଙ୍କୁ ନ ଦେଖିଲେ ନାହିଁ, ଖାଲି ରଥ ତ ଦେଖି ଆସିବି। ତା ଛଡ଼ା ଲୋକଟାଠୁ ଟିକେ ଦୂରେଇକି ରହିବାକୁ ପଡ଼ିବ। ବୁଲିବାଲିକି ପୁଣି ଏଠିକି ଆସିବି। ଶିବ ଭାଇ ତ ଶୋଇଛି ନା। କାହାରିକୁ କିଛି ନ କହି ସୋନିଆ ଚୁପଚାପ ଉଠିଗଲା। ସେ ବୁଢ଼ା ମଉସା ଜଣକ ଠେଲି ପେଲି ଆଗକୁ ଚାଲି ଯାଉଥାନ୍ତି, ଆଉ ତାଙ୍କଠାରୁ କିଛି ଦୂରରେ ଥାଏ ସୋନିଆ। ହଁ, ମନରେ ବହୁତ ଆଶା, ଶାନ୍ତେ ସତର୍କଣୀୟ ଲୋକଟା ତୁମର ଦର୍ଶନ କରେଇଦେବ। ଯାହା ବି ହଉ, ଏଣିକି ଟିକେ ଦୂରରୁ ଦିଶିଥିଲା 3ଟି ଯାକ ରଥ ଆଗ ପଛ ହେଇ ଥୁଆ ହୋଇଛନ୍ତି। କହିବାକୁ ଗଲେ ଖୁବ୍ କମ୍ ବାଟ ଟଣା ହୋଇଛନ୍ତି ବୋଧେ। ଭିଡ଼ ବି ଜମିଥାଏ। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ନାଚ ଗୀତରେ ମୁଗ୍ଧ। ଆହା, ସେ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ
ଏ ଅଧମ ପାଖରେ ଶକ୍ତି ହିଁ ନାହିଁ। ସନିଆର ଆଖି ଏଥର ଲୁହରେ ଭିଜିଗଲା ବଡ଼ ବଡ଼ ସାମନ୍ତଙ୍କୁ ଦେଖି। ସତରେ ମଣିମା ମହାପ୍ରଭୁ ହେ, ତୁମକୁ ଦେଖିବା ପାଇଁ ନା ଦିନବେଳା କେତେ କଷ୍ଟ କରିଛି, ମନେ ମନେ କେତେ ନିନ୍ଦା କରିଛି ତୁମର ସେ ରଥ ଦୌଡ଼ ଟିକେ ଛୁଇଁବା ପାଇଁ। ପାଖକୁ ଆସି ଦେଖେ ତ ସାନ୍ତେ ସେମିତି ରଥ ଉପରେ ତଳେ ଘିଅ ଦୀପ ଲାଗି ହେଉଥାଏ। ପୋଲିସ ଭାଇମାନେ ସୁରକ୍ଷାରେ ଥାନ୍ତି, ଆଉ ରଥ ଦୌଡ଼ିଟା ବି ସେମିତି ଭିଡ଼ା ହୋଇକି ଥାଏ। ଦୌଡ଼ି ଛୁଇଁଲା, ଠାକୁରଙ୍କୁ ମନ ଭରି ଦେଖିଲା, ପୁଣି ପାଖରୁ ତାପରେ ଚାଲିଲା ମା ସୁଭଦ୍ରାଙ୍କ ରଥ ପାଖକୁ। ସେଠି ବି ସେମିତି ଭିଡ଼, ପଣ୍ଡା ପଢ଼ିଆରୀମାନେ ମନ୍ତ୍ରମୁଗ୍ଧ, ପୋଲିସ ଭାଇମାନେ ସେବାରେ ମୁତୟନ। କହିବାକୁ ଗଲେ ଯେମିତି ଲାଗୁଥାଏ ସରଗରୁ ପାରିଜାତ ଖସି ପଡ଼ିଛି। ତା ନ ହୋଇଥିଲେ ଦିନବେଳା ଯେମିତି ଭିଡ଼, ରାତିରେ ବି ସେମିତି। କାହା ପାଇଁ ହିଁ ସାନ୍ତେ ଏମିତି ରାତି ଅଧିଆ ଏ ବଡ଼ଦାଣ୍ଡରେ ମାଙ୍କୁ ଦର୍ଶନ କଲା ପରେ ଯାଇ ପହଞ୍ଚିଥିଲା ଶେଷରେ ସେଇ କଳାବାମନ ମହାପ୍ରଭୁ କାଳିଆ ସାନ୍ତଙ୍କ ରଥ ପାଖରେ। ଆଉ କୋହ ସମ୍ଭାଳି ପାରିଲାନି। ସତରେ ସେ ଚକା ଆଖିରେ ଯେମିତି ଆଖି ଦୁଇଟା ମିଶେଇ ଦେଇଛି। କୋଉଠି ଥିଲା କେଜାଣି ଅସରା ଅସରା ଲୁହ ସେ ବଡ଼ଦାଣ୍ଡ ମାଟିକୁ ଧୋଇଦେଲା। ମନ ଭିତରେ କେତେ କ'ଣ କଥା ସାହିତ୍ୟ ରଖିଥିଲା, କହିବା ପାଇଁ କିଛି ବି ମନ ହେଲାନି। ଠାକୁର ହିଁ ସେମିତି କାମ, ଦେଖିଦେଲେ ଦୁଃଖ ଯେ କୁଆଡ଼େ ଉଭେଇଯାଏ ସେ କଥା ମୁଁ ବି ଜାଣିନି। କେହି ଜଣେ ଅନ୍ତର ଆତ୍ମାରୁ କହୁଥାଏ, ବୁଝିଲୁ ସନିଆ, ଘରୁ ଯେତେବେଳେ ଆସିଥିଲୁ ନା ଏତକ କହିକି ଆସିଥିଲୁ, ସାନ୍ତେ ତୁମକୁ ଟିକେ ରଥ ଉପରେ ଦର୍ଶନ କରିବି, ଦେଖିଲୁ ନା। ହଁ, ଠାକୁର ମନସ୍କାମନା ପୂର୍ଣ୍ଣ କଲେ। କେବଳ ସେଇ ବୁଢ଼ା ମଣିଷଟା ପାଇଁ କୁଆଡ଼େ ଗଲା ସିଏ, କୁଆଡ଼େ ଯେ ସେ ଭିଡ଼ ଭିତରେ ଛାଡ଼ି ଦେଇ ଚାଲିଗଲା ଆଉ ପାଇଲାନି। ପୁଣି ମନେ ପଡ଼ିଗଲା ସେ ଖରାବେଳର କଥା। ଶିବ ଭାଇ ପରିକା ଇଏ ବି ଠକିକି ଚାଲିଗଲା ନା। ଆହୁରି କେହି ଜଣେ କହୁଥାଏ, ନାଇଁ ମ, ସେ କାହାରିକୁ କେବେ ଠକେନି, ଯିଏ ବସିବା ଜାଗାରୁ ଉଠାଇ ଆଣେ ସେ କ'ଣ ଠକ କି। ମହାପ୍ରଭୁଙ୍କୁ ଦେଖି ସ୍ଥାଣୁ ପାଲଟିଗଲା ସନିଆ, ସ୍ତବ୍ଧ, ନିଶ୍ଚଳ, ଆଖିଟା ଆଉ କୁଆଡ଼େ ବି ଫେରୁନଥାଏ। ହଠାତ୍ କେହି ଜଣେ ଭକ୍ତର ଧକ୍କାରେ ଚେତା ଆସିଲା ସନିଆ। ହଁ, ମୋତେ ଏବେ ଶିବ ଭାଇ ପାଖକୁ ଫେରିବାର ଅଛି। ସିଏ ବି ଖୋଜୁଥିବେ ନା, ରାତି ଆସିକି 1:30 କି 2ଟା ହେବ, ଏତେ ବଡ଼ ହେଲା ଆସିଲେଣି। ସାନ୍ତେ ତୁମକୁ ସେମିତି ଦେଖୁଛି ଯେ ଆଖି ଫେରିବାକୁ ଇଚ୍ଛା ହେଉନି। କେମିତିକା ରୂପ ସିଏ, ବର୍ଣ୍ଣନା କରିବା ପାଇଁ କାହାର ବା ଶକ୍ତି। କଥାରେ ନାହିଁ, ଭୁଜ ନୁହେଁ ସେ ତ ଶଗଡ଼ ତଣ୍ଡା, ଚାଲୁଣି ଆଖିକି ମନଟା ଭଣ୍ଡା। ଏପଟେ ଶିବ ଭାଇଟା ବି ଚାରିଆଡ଼ ଖୋଜିଲାଣି। ପିଲାଟା ବାଉଳି ଚାଉଳି ହେଉଥିଲା, ଠାକୁରଙ୍କୁ ନ ଦେଖି କେତେ କ'ଣ କଥା ଅଭିମାନରେ କହିଥିଲା, କୁଆଡ଼େ ଚାଲିଗଲା କି ରାତିରେ। ଚାରିଆଡ଼େ ଖୋଜୁଥାଏ, ଆହୁରି ମଝିରେ ମଝିରେ କହୁଥାଏ, ସାନ୍ତେ ଛୁଆଟାକୁ ସାଙ୍ଗରେ ଆଣିଛି, ଘରେ ନେଇ ଜିମା ଦେଲେ କଥା ସରିଲା, ତାର ଯେମିତି କିଛି ନ ହେଇଥାଉ। ମୁଁ ଏତକୁ କହି ଚାହିଁଦେଲା ବେଳକୁ ଦୂରରୁ ଆସୁଥାଏ ସନିଆ, ମୁହଁରେ ଚେନାଏ ହସକୁ ରଖି, ଆଉ ହାତରେ ଧରିଛି ମହାପ୍ରଭୁ କାଳିଆ ସାନ୍ତଙ୍କର ଛଡ଼ା ତୁଳସୀର ମାଳ ଆଉ କୁସୁମର ହାର। ସତରେ ପାଖରେ ପହଞ୍ଚିଲା ବେଳକୁ ନା ଶିବ ଭାଇକୁ କହୁଥାଏ, ବୁଝିଲ ଭାଇ, ଯାଇଥିଲି ଠାକୁରଙ୍କୁ ଦେଖିବାକୁ ମୁଁ। ସତରେ ରାତି ତମାମ ସେମିତି ବଡ଼ ଦାଣ୍ଡରେ ବସିଛନ୍ତି। କାହା ପାଇଁ ମୁଁ? ଶିବ ଭାଇ କହୁଥାଏ, ଆଉ କାହା ପାଇଁ? ଏଇ ପତିତମାନଙ୍କ ପାଇଁ, ଏଇ ଭକ୍ତମାନଙ୍କ ପାଇଁ। ଭକ୍ତଟିଏ ଭଗବାନଙ୍କ ପାଇଁ ଯେତିକି ପାଗଳ, ଭଗବାନ ନା ତାଠାରୁ ଆହୁରି ପାଗଳ। ତା ନ ହୋଇଥିଲେ ଏମିତି ଭକ୍ତକୁ ଦର୍ଶନ ଦେବା ପାଇଁ ରାତି ତମାମ ସେ ବଡ଼ ଦାଣ୍ଡରେ ବସିକି ରହିନଥାନ୍ତେ ମୁଁ। ନମସ୍କାର। ଛୋଟ ଭିଡ଼ିଓଟିଏ ଆପଣମାନଙ୍କୁ କେମିତି ଲାଗିଲା ନିହାତି ଜଣାଇବେ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଜୟ ଜଗନ୍ନାଥ।